ଆପଣ ଜାଣିଛନ୍ତି ଯେ ମହାପ୍ରଭୁଙ୍କର ଯୋଉ ଶ୍ରୀମନ୍ଦିର ପରିଚାଳନା କମିଟି ଅଛି ସେ ପରିଚାଳନା କମିଟି ହେଉଛି ଗୋଟେ ଷ୍ଟେଟ୍ କାରଣ ଶ୍ରୀମନ୍ଦିର ପରିଚାଳନା କମିଟି ନୀତି ନିର୍ଦ୍ଧାରଣ ଯାହା କରିବ ସେ ଅନୁସାରେ ଶ୍ରୀମନ୍ଦିର ପ୍ରଶାସନ ଚାଲେ ଏବଂ ଶ୍ରୀମନ୍ଦିର ପ୍ରଶାସନର ଯିଏ ଦାୟିତ୍ୱ ରହିଛନ୍ତି ମୁଖ୍ୟ ପ୍ରଶାସକ ରାଜ୍ୟ ସରକାର ଯାହାଙ୍କୁ ଅବସ୍ଥାପିତ କରିଛନ୍ତି ଏବଂ ରାଜ୍ୟ ସରକାରଙ୍କର ଆଇନ ବିଭାଗ ହେଉଛନ୍ତି ଶ୍ରୀମନ୍ଦିର ପରିଚାଳନାର ସର୍ବୋଚ୍ଚ କ୍ଷମତା କେନ୍ଦ୍ର ଯଦି ଆମେ ଦେଖିବା ଯେ ଯୋଉ ପରିଚାଳନା କମିଟି 3 ବର୍ଷିଆ ପରିଚାଳନା କମିଟି ଥିଲା ସେ କମିଟିର ଅବଧି ଶେଷ ହେଉଛି ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଅର୍ଥାତ୍ ଅଗଷ୍ଟ 11 ତାରିଖରେ ସରୁଥିବା ସୂଚନା ରହିଛି ତାହାକୁ ନେଇକରି ରାଜ୍ୟ ସରକାର ବି ମଧ୍ୟ ସ୍ୱତନ୍ତ୍ର ଭାବରେ ନୂତନ ଗାଇଡଲାଇନ୍ସ ପ୍ରସ୍ତୁତ କରିଛନ୍ତି ଏବଂ ତା ସହିତ ଶ୍ରୀମନ୍ଦିର ପରିଚାଳନା କମିଟିକୁ ପୁନର୍ଗଠନ କରିବା ପାଇଁକା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ବି ମଧ୍ୟ କରିଛନ୍ତି ତେବେ ଶ୍ରୀମନ୍ଦିର ପରିଚାଳନା କମିଟି କୋଉଭଳି ଭାବରେ ହେବାର ଦରକାର କାହିଁକିନା ଆପଣ ଜାଣିଛନ୍ତି ବିଗତ ଦିନମାନଙ୍କରେ ଯେଉଁ ପରିଚାଳନା କମିଟି ଗଠନ କରିଥିଲା ତାହାକୁ ନେଇକି ମଧ୍ୟ ଅନେକ ପ୍ରଶ୍ନ ଉଠିଥିଲା ଅନେକ ଅଭିଯୋଗ ମଧ୍ୟ ଆସିଥିଲା ତେବେ ଏଥର ଯେଉଁ ନୂତନ ପରିଚାଳନା କମିଟି ଗଠନ କରାଯିବ ସେ କମିଟିରେ କେମିତି ସ୍ୱଚ୍ଛତା ଓ ନିରପେକ୍ଷତା ଏବଂ ସାଧୁତା ରହିବ ସେ ଉପରେ ବିଶେଷ କରି ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି ତେବେ ଆମ ସହିତ ଜଗନ୍ନାଥ ମହାପ୍ରଭୁଙ୍କର ଯେ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଅଛନ୍ତି ଶ୍ରୀମନ୍ଦିରର ପ୍ରଶାସନ ଏବଂ ଶ୍ରୀମନ୍ଦିରର ଭକ୍ତଙ୍କର ଦର୍ଶନ ହେଉ ଶ୍ରୀମନ୍ଦିର ସମ୍ପର୍କରେ ଅନେକ ଅଭିଜ୍ଞତା ବି ମଧ୍ୟ ତାଙ୍କର ଅଛି ମୁଁ ଆପଣଙ୍କୁ ସ୍ୱାଗତ କରୁଛି ଯେ ଆପଣଙ୍କର ଯେଉଁ ନୂତନ ଭାବରେ ପରିଚାଳନା କମିଟି ଗଠନ କରାଯିବ ଏବଂ ସେ ନେଇକି ମଧ୍ୟ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି ଆପଣ କୋଉଭଳି ଭାବରେ କମିଟି ଏଥରକ ଚାହୁଁଛନ୍ତି ଆଜ୍ଞା ଶୁଣନ୍ତୁ ଏଇ କଥା ମୁଁ ଆଗରୁ କହିଥିଲି ଦକ୍ଷ ଲୋକ ଯାଆନ୍ତୁ ଯେଉଁମାନେ କି ଦୀପଦ କହିପାରିବେ କଥା କହିପାରିବେ ଆଉ ହାତ ଟେକା ଦରକାର ନାହିଁ ମୁହଁ ଦେଖା ଦରକାର ନାହିଁ ମୁଁ ସରକାରଙ୍କୁ କହିଥିଲି ଆପଣ ଦକ୍ଷ ସେବାୟତ ଏବଂ ଦକ୍ଷ ପ୍ରଶାସକ ଯିଏ ଅଛନ୍ତି ଯିଏ କରିପାରିବେ ମନ୍ଦିର କିଛି ଭଲ ମନ୍ଦ କାମ ହେଲେ କହିପାରିବେ ଦୀପଦ ଯାଆନ୍ତୁ ଆଉ ସେଠି ଯାଇକି ଯିଏ ଭୁଲ କଥା କହିବେ ହାତ ଟେକିବେ ଏଇଟା ଶୋଭନୀୟ ନୁହଁ ସେ ଯେଉଁ ସରକାରଙ୍କୁ ମୁଁ ମାସକ ଆଗରୁ କହିଥିଲି ଯେ ଆପଣମାନେ ଲୋକ ଦେଖିକି ଭଲ ଲୋକ ଦେଖିକିରି ଯାହାର ଦକ୍ଷତା ଅଛି ମନ୍ଦିର ଉପରେ ଯିଏ ଜାଣିଛନ୍ତି ତା ଅଭିଜ୍ଞତା ବି ଅଛି ସେଇ ଲୋକକୁ ପରିଚାଳନା କମିଟିରେ ନିଅନ୍ତୁ ଏବଂ ପରିଚାଳନା କମିଟି ଯେ ନେବେ ସେକୁ ମୁହଁ ଦେଖା କରନ୍ତୁନି ରାଜନୀତି ଭର୍ତ୍ତି କରନ୍ତୁନି ଆପଣ ଜାଣିଛନ୍ତି ଯିଏ ବି ଥରେ ଯିବା ଆଉ ଦ୍ୱିତୀୟ ଥର ହେବା କଥା ନୁହେଁ ଏମିତିକା ମଧ୍ୟ ପୂର୍ବରୁ ଦୁଇ ଥର ମଧ୍ୟ ସଦସ୍ୟ ହୋଇଛନ୍ତି ଏମାନେ ମୁହଁ ଦେଖାଇ ଯାଇଛନ୍ତି ଦେବା ଉଚିତ ନୁହଁ ଥରେ ଯାଆନ୍ତୁ ତାଙ୍କର ଦକ୍ଷତା ଦେଖିବା ଦରକାର ସେ କ'ଣ କରୁଛନ୍ତି କ'ଣ ନ କରୁଛନ୍ତି ଦକ୍ଷତା ଦେଖିବା ଦରକାର ଯେ ସେମାନେ ତାଙ୍କର ବି ନିର୍ଭର କରି ପରିଚାଳନା କମିଟି ବି ନିର୍ଭର କରୁଛି ମନ୍ଦିରର ନୀତି ନିକାନ୍ତ ଯାହା ପ୍ରଭୁଙ୍କର ଚାଲିଛି ନୀତି ନିୟମ ପ୍ରଭୁଙ୍କର ନୀତିକାନ୍ତି ସବୁ ନିର୍ଭର କରେ ପରିଚାଳନା ମୁଖ୍ୟ ଯାହା ଦରକାର ତାର ମୁଖ୍ୟ ହେଲେ ଆମର ମନ୍ଦିରର ମୁଖ୍ୟ ପ୍ରଶାସକ ତାର ପୁରୀର ଗଜପତି ମହାରାଜ ବି ଅଛନ୍ତି ତା ସାଙ୍ଗକୁ ସମସ୍ତେ ଅଛନ୍ତି ମହନ୍ତ ମାନେ ଅଛନ୍ତି ଏ ସମସ୍ତଙ୍କୁ ଭଲ ଲୋକ ଦେଖିକି ନିଆଯାଉ ଯେଉଁମାନେ 5ଟା କଥା କହିପାରିବେ 5ଟା କଥା ଆଲୋଚନା କରିପାରିବେ ତର୍କ ବିତର୍କ କରିପାରିବେ ଖାଲି ହାତ ଟେକିଦେଲେ ହେବନି ତ ଆପଣ ଶୁଣୁଥିଲେ ସୁପ୍ରିୟା ତ ସିଧାସଳଖ ଭାବରେ ଆମେ ଯଦି କହିବା ତାହେଲେ ଜଗନ୍ନାଥ ସ୍ୱାଇଁ ମହାପାତ୍ର ସୂଚନା ଦେଇଛନ୍ତି ଯେଉଁ କମିଟିକି ଗଠନ କରାଯିବ ସେଥିରେ ସାଧୁତା ରହିବା ଦରକାର ଏବଂ ଚାଟୁକାରିତା କୌଣସି ବ୍ୟକ୍ତି ଯେଉଁ କମିଟିର ସଦସ୍ୟ କରିବେ ନାହିଁ ସରକାର ଏଭଳି ଭାବରେ ଗଠନ କରନ୍ତୁ ଯେମିତି ଶ୍ରୀମନ୍ଦିର ପରିଚାଳନା ଶୃଙ୍ଖଳିତ ଭାବରେ ପରିଚାଳିତ ହୋଇପାରିବ।